उदयनाथ स्वयंशासित महाविद्यालय एक पेड़ माँ के नाम कार्यक्रम अनुष्ठित। नमस्कार, मु सोनाली स्वागत करुछि जी न्यूज भारत को। ओडिशार अग्रणी शिक्षानुष्ठान उदयनाथ स्वयंशासित विज्ञान और वैषयिक महाविद्यालय स्टाडियम पाखरे महाविद्यालय एनएसएस एनसीसी यूथ रेड क्रॉस रोभर रेंजर तरफ एक पेड़ माँ के नाम कार्यक्रम अनुष्ठित हो जाइछि। महाविद्यालय नूतन अध्यक्षा प्रोफेसर लुलमीना दास आनुष्ठानिक भाव गछ लगाई उद्घाटन करथिले। पर 100 जन छात्र छात्री माने जड़े जड़े गछ लगाइथिले। ଏହି କାର୍ଯ୍ୟକ୍ରମକୁ ସବୁଜ ବାହିନୀର ଆବାହକ ଅଧ୍ୟାପକ ବିଭୂତିଭୂଷଣ ସ୍ୱାଇଁ, ଅଧ୍ୟାପକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦକ୍ଷିଣ କବାଟ, ଅଧ୍ୟାପିକା ଡକ୍ଟର ନଳିନୀ ପ୍ରଭା ବେହେରା, ଏନଏସଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ମହେନ୍ଦ୍ର କୁମାର ମହାପାତ୍ର, ୟୁଥ ରେଡ୍ କ୍ରସର କାଉନସିଲର ଅଧ୍ୟାପିକା ଅମିତାବାଳା ପତ୍ର, ଏନସିସି ଅଫିସର ଅଧ୍ୟାପକ ଅର୍ଜୁନ ରାଉତ, ଯୋଗ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ଲଗାଇବା ପାଇଁ ଉତ୍ସାହିତ କରିଥିଲେ। ଏଥିରେ ପ୍ରମୁଖ ସ୍ୱେଚ୍ଛାସେବୀ ସୁମିରଞ୍ଜନ ପରିଡ଼ା, ମନୋରଞ୍ଜନ ପତ୍ରୀ, ଓମ୍ ସାଇ ପାଣି, ସ୍ନିଗ୍ଧା ବେଉରା, ପ୍ରଜ୍ଞା ପରମିତା ପଣ୍ଡା, ଏନସିସି କ୍ୟାରେଟ୍ ପ୍ରୀତି ମହାପାତ୍ର, ସ୍ୱପ୍ନା ବିଶ୍ୱାଳ, ମନୋଜ କୁମାର ମହାନ୍ତ, ସୌମ୍ୟରଞ୍ଜନ ସାମଲ, ବିଭୁଦତ୍ତ ଜେନା, ସାଗରିକା ନାୟକ, ଅନେଶା ଓଝା, ସ୍ୱପ୍ନା ସମ୍ଭାବନା ବାଲ, ନିରୁପମା ନାୟକ, ଏସ୍ ରୋଶନୀ ସ୍ୱାଇଁ, ଐରଶ୍ରୀ ମହାନ୍ତି, ଚିନ୍ମୟୀ, ନମ୍ରତା, ମୋନାଲିସା, ଅଭିଜିତ ଏବଂ ଦିବ୍ୟ ପ୍ରମୁଖ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ। କଣ୍ଟାପଡ଼ାରୁ ସରୋଜିନୀ ବେହେରାଙ୍କ ରିପୋର୍ଟ, ଜି ନ୍ୟୁଜ ଭାରତ।